नमस्कार दर्शक बंधु आसतु नजर पकाइबा आजिर 10टी मुख्य खबर उपरे। प्रथमे नजर पकाइबा ओडिशार मुख्य खबर उपरे। खाद्य प्रसंस्करण रे 43,437 कोटी निवेश। नୂଆଦିଲ୍ଲୀ ରେ ଆୟୋଜିତ ଓଡ଼ିଶା ଫୁଡ୍ ପ୍ରୋ 2024 ରୋଡ୍ ଶୋରେ ରାଜ୍ୟକୁ ବିପୁଳ ନିବେଶର ପ୍ରସ୍ତାବ ମିଳିଛି। ଖାଦ୍ୟ ସଂସ୍କରଣ କ୍ଷେତ୍ରରେ ମୋଟ 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ନେଇ ସୂଚନା ଦେଇଥିଲେ। ତା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ମଧ୍ୟ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗର ସୃଷ୍ଟି ହେବା ସହିତ ରାଜ୍ୟକୁ ଖାଦ୍ୟ ଉତ୍ପାଦନ ଓ ସଂସ୍କରଣର ଏକ ମୁଖ୍ୟ ହବ୍ରେ ପରିଣତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର ଲଘୁଚାପ ବଙ୍ଗୋପସାଗରରେ ଲଘୁଚାପ ରେଡ୍ ଆଲର୍ଟ ଜାରି। ବଙ୍ଗୋପସାଗରରେ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ତରଫରୁ ଆଗାମୀ 24 ଘଣ୍ଟା ପାଇଁ କେତେକ ଜିଲ୍ଲାରେ ରେଡ୍ ଆଲର୍ଟ ମଧ୍ୟ ଜାରି କରାଯାଇଛି। ନଦୀଗୁଡ଼ିକର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ସରକାର ପ୍ରତ୍ୟକ୍ଷ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ରାଜ୍ୟ ସରକାର 110 କୋଟି ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି। ଚାଷୀ ଓ ସାଧାରଣ ଜନତାଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମଧ୍ୟ ଜାରି କରାଯାଇଛି। ପରବର୍ତ୍ତୀ ଖବର ଜାତୀୟ ହସ୍ତତନ୍ତ ଦିବସ ବୁଣାକାରମାନଙ୍କୁ ପ୍ରୋତ୍ସାହନ। ରାଜ୍ୟବ୍ୟାପୀ ପାଳିତ ହୋଇଯାଇଛି ଜାତୀୟ ହସ୍ତତନ୍ତ ଦିବସ। ବୁଣାକାରଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା। ଓଡ଼ିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ସମ୍ବଲପୁରୀ ମଣିଆବନ୍ଧୀ ଓ କୋଟପାଡ଼ ଶାଢ଼ୀ ବୋଲି ଐତିହ୍ୟ ସାମଗ୍ରୀର ପ୍ରସାର ପାଇଁ ସ୍ୱେଚ୍ଛାକୃତ ପ୍ରଚାର ପାଇଁ ମଧ୍ୟ ଧ୍ୟାନ ଦେଇଛନ୍ତି। ତା ସହିତ ବୁଣାକାର ପରିବାରଗୁଡ଼ିକୁ ଆର୍ଥିକ ଉନ୍ନତି ପାଇଁ ସରକାର ନୂତନ ଯୋଜନା ଓ ସହାୟତା ମଧ୍ୟ ଘୋଷଣା କରିଛନ୍ତି। ତା ସହିତ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦେବା ପାଇଁ କହିଛନ୍ତି। ପରବର୍ତ୍ତୀ ଖବର ଜୁନିୟର ଏସିଆ କପ୍ରେ ଅନମୋଲ ଏକ୍ସା ଅଧିନାୟକ। ଜୁନିୟର ଏସିଆ କପ୍ ହକି ପାଇଁ ଭାରତୀୟ ଦଳର ଅଧିନାୟକ ଭାବେ ଓଡ଼ିଶାର ଅନମୋଲ ଏକ୍କା ମନୋନୀତ ହୋଇଛନ୍ତି। ଏହି ମହତ୍ତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଓଡ଼ିଶାର ଅନ୍ୟ କେତେକ ପ୍ରତିଭାବାନ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ସୁନ୍ଦରଗଡ଼ର ଯୁବ ହକି ତାରକା ଅନମୋଲଙ୍କର ଏହି ସଫଳତା ପାଇଁ ରାଜ୍ୟବ୍ୟାପୀ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶାର ହକି କ୍ରୀଡ଼ାର ବିକାଶ ଓ ଉନ୍ନତ ପ୍ରଶିକ୍ଷଣର ଏହା ଏକ ପ୍ରତ୍ୟକ୍ଷ ଉଦାହରଣ ବୋଲି ଗୌରବ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର ଅରୁଣାଚଳର 27ଟି ସ୍ଥାନରେ ଅଫିସିଆଲର ନାମ ଜାରି। ଚୀନର ବାରମ୍ବାର ନାମ ପରିବର୍ତ୍ତନ ଦାବିକୁ ଭାରତ ସରକାର କଡ଼ା ଜବାବ ଦେଇଛନ୍ତି। ଅରୁଣାଚଳ ପ୍ରଦେଶର 27ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଭାରତୀୟ ଅଫିସିଆଲ ନାମ ସରକାରୀ ମାନଚିତ୍ରରେ ଜାରି କରାଯାଇଛି। ଭାରତୀୟ ସୀମା ଓ ସାର୍ବଭୌମତ୍ୱ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଦୃଢ଼ ପଦକ୍ଷେପ। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଓ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ ମଧ୍ୟ କରିବା ପାଇଁ ଧ୍ୟାନ ଦେଇଛନ୍ତି। ପରବର୍ତ୍ତୀ ଖବର ବସ୍ ସ୍କାମ୍ ସାଇବର ଠକେଇ। ଏମ୍ଏଚ୍ଏର ଚେତାବନୀ। ଦେଶରେ ବୃଦ୍ଧି ପାଉଥିବା ବସ୍ ସ୍କାମ୍ ହ୍ୱାଟ୍ସଆପ୍ ଠକେଇ ନେଇ ଗୃହ ମନ୍ତ୍ରଣାଳୟର ଚେତାବନୀ ଜାରି କରାଯାଇଛି। ସଂସ୍ଥାର ଉଚ୍ଚପଦସ୍ଥ ଅଫିସରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ଦାବି କରୁଛନ୍ତି ସାଇବର ଅପରାଧୀ। ଆର୍ଥିକ କାରବାର କରୁଥିବା କର୍ମଚାରୀ ଓ ସାଧାରଣ ଜନତାଙ୍କୁ ସନ୍ଦିଗ୍ଧ ମେସେଜରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ଆର୍ଥିକ କାରବାର ପୂର୍ବରୁ ସମ୍ପୂର୍ଣ୍ଣ ଅଫିସରଙ୍କ ସହ ସିଧାସଳଖ କଥା ହେବାକୁ ମଧ୍ୟ କୁହାଯାଇଛି। ତା ସହିତ 1930 ଏକ ସାଇବର ହେଲ୍ପଲାଇନ୍ ଜାରି କରାଯାଇଛି ଯେଉଁଥିରେ କି ଅଭିଯୋଗ ଆପଣମାନେ ଦାଖଲ କରିପାରିବେ। ପରବର୍ତ୍ତୀ ଖବର ଭାରତୀୟ ରେଳବାଇରେ ଅଧିକ ସୁରକ୍ଷା ଓ ଆଧୁନିକୀକରଣ। ଦେଶରେ ରେଳଯାତ୍ରୀଙ୍କର ସୁରକ୍ଷା ଓ ସେବାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ବ୍ୟାପକ ବିସ୍ତାର ପାଇଁ ଅର୍ଥ ମଞ୍ଜୁର ହୋଇଛି। ତା ସହିତ ବନ୍ଦେ ଭାରତ ଓ ନୂତନ ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକର ଚଳାଚଳ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଁ ଯୋଜନା କରାଯାଇଛି। ରେଳ ଷ୍ଟେସନଗୁଡ଼ିକରେ ପୁନଃ ବିକାଶ ଓ ଆଧୁନିକ ଜ୍ଞାନକୌଶଳ ସଂଯୋଗୀକରଣ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି। ତା ସହିତ ଯାତ୍ରୀଙ୍କ ଆରାମଦାୟକ ଓ ନିରାପଦ ଯାତ୍ରା ନିଶ୍ଚିତ କରିବାକୁ ରେଳ ମନ୍ତ୍ରଣାଳୟର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛି। ପରବର୍ତ୍ତୀ ଖବର ମହାକାଶ ଗବେଷଣାରୁ ଚନ୍ଦ୍ର ଅଭିଯାନର ସଫଳତା। ବୈଶ୍ୱିକ ମହାକାଶ ଗବେଷଣା କେନ୍ଦ୍ରରେ ବିଜ୍ଞାନୀମାନଙ୍କୁ ମିଳିଛି ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ସଫଳତା। ଚନ୍ଦ୍ରପୃଷ୍ଠ ଓ ଗ୍ରହଗୁଡ଼ିକର ଗତିପଥ ଅନୁଧ୍ୟାନ ପାଇଁ ନୂତନ ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ବିକଶିତ କରାଯାଇଛି। ନାସା ଓ ଅନ୍ୟାନ୍ୟ ମହାକାଶ ସଂସ୍ଥାଗୁଡ଼ିକର ମିଳିତ ଗବେଷଣାରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭବିଷ୍ୟତର ମାନବ ପ୍ରେରଣ ଅଭିଯାନ ପାଇଁ ଚନ୍ଦ୍ରପୃଷ୍ଠର ବିଶ୍ଳେଷଣ ଅଧିକ ସହଜ ହେବ ବୋଲି ଆଶା ପ୍ରକାଶ କରାଯାଉଛି। ପରବର୍ତ୍ତୀ ଖବର ଏଆଇ ଓ ଡିପ୍ ଫେକ୍ ଉପରେ ବୈଶ୍ୱିକ ନିୟମାବଳୀ ପ୍ରସ୍ତୁତ। କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର ଓ ଡିପ୍ ଫେକ୍କୁ ରୋକିବା ପାଇଁ ବିଶ୍ୱସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ପ୍ରମୁଖ ଟେକ୍ ସଂସ୍ଥା ଓ ବିଶ୍ୱର ବିଭିନ୍ନ ଦେଶ ମିଳିତ ଭାବେ ନୂତନ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣ କରୁଛନ୍ତି। ନକଲି ଭିଡିଓ, ଫଟୋ ଓ ସାମାଜିକ ବିଭ୍ରାନ୍ତି ସୃଷ୍ଟିକାରୀ କ୍ରିୟାକଳାପକୁ କଡ଼ା ହସ୍ତରେ ଦମନ କରାଯିବ। ତା ସହିତ ଗ୍ରାହକଙ୍କର ବ୍ୟକ୍ତିଗତ ତଥ୍ୟ ସୂଚନା ଓ କପିରାଇଟ୍ ନିୟମକୁ ଅଧିକ କଠୋର ମଧ୍ୟ କରାଯାଇଛି। ଏଆଇ ପ୍ରଯୁକ୍ତିର ସକାରାତ୍ମକ ଓ ନିରାପଦ ବ୍ୟବହାର ପାଇଁ ଅନ୍ତର୍ଜାତୀୟ ଚୁକ୍ତିପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ଖବର, ସବୁଜ ଶକ୍ତି ଓ ଜଳବାୟୁକୁ ନେଇ ବିଶ୍ୱ ଜଳବାୟୁ ସମ୍ମିଳନୀରେ ସୌର ଓ ପବନ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ସହମତି ପ୍ରଦାନ କରିଛନ୍ତି ସମସ୍ତ ଦେଶଗୁଡ଼ିକ। କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପଗୁଡ଼ିକରେ ବୈଶ୍ୱିକ ନିବେଶ ବୃଦ୍ଧି କରିବାକୁ ନିଷ୍ପତ୍ତି କରାଯାଇଥିବା ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି, ଯାହାଦ୍ୱାରା ପୃଥିବୀକୁ ପ୍ରଦୂଷଣମୁକ୍ତ ଓ ସବୁଜ ରଖିବା ପାଇଁ ସମସ୍ତ ଦେଶ ମିଳିତ ଚେଷ୍ଟା ଜାରି ରହିଛି। ଏହା ସହିତ ଆଜିର ବୁଲେଟିନକୁ ଏଇଠି ସମାପ୍ତ କରୁଛୁ। ଧନ୍ୟବାଦ।